ମନୁଷ୍ୟ ଏକ ଚିର ରହସ୍ୟମୟ ଶେଷହୀନ ଗ୍ରନ୍ଥ, ଯାହାକୁ ଆମେ ଓ ଆମର ପୂର୍ବପୁରୁଷ ଆଜି ପର୍ଯ୍ୟନ୍ତ ଅଧ୍ୟୟନ କରି ଆସିଛେ ଓ ଆମର ପରବର୍ତ୍ତୀ ପୁରୁଷମାନଙ୍କ ପାଇଁ ତଥାପି ଏତେ ପ୍ରଚୁର ଅବଶିଷ୍ଟାଂଶ ଗଚ୍ଛିତ ରହିବ, ଯାହାକୁ ସେମାନେ ସେମାନଙ୍କର ଉତ୍ତରାଧିକାରୀମାନଙ୍କ ପାଇଁ ଛାଡ଼ିଯିବାକୁ ବାଧ୍ୟ ହେବେ। ଶ୍ରୋତାବନ୍ଧୁ, ଆଜି ଏଇ ଯେଉଁ ଉଦ୍ଧୃତାଂଶଟି ଆପଣମାନଙ୍କ ସମ୍ମୁଖରେ ମୁଁ ଉପସ୍ଥାପିତ କଲି, ଏହା ଥିଲା ଆଧୁନିକ ଓଡ଼ିଆ ଗଳ୍ପ ସାହିତ୍ୟର ଯଶସ୍ୱୀ କୃତବିଦ୍ୟ ଗାଳ୍ପିକ ଶ୍ରୀ ଅଖିଳ ମୋହନ ପଟ୍ଟନାୟକଙ୍କର। ମଣିଷ ନାମକ ଚିର ରହସ୍ୟମୟ ଶେଷହୀନ ଗ୍ରନ୍ଥଟିକୁ ସେ ଯେଭଳି ଭାବରେ ପଢ଼ିଛନ୍ତି, ସେହିଭଳି ଭାବରେ ତାଙ୍କ ଗଳ୍ପରେ ଚରିତ୍ରମାନଙ୍କୁ ସେ ଚିତ୍ରିତ କରିଛନ୍ତି। ଓ ଅନ୍ଧଗଳି ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅଖିଳ ମୋହନ ପଟ୍ଟନାୟକ କହନ୍ତି, କ୍ଷୁଦ୍ର ଗଳ୍ପ ଏକ ଶାଣିତ ବର୍ଚ୍ଛାର ଫଳକ, ଯାହାର କ୍ଷେପଣରେ ପାଠକକୁ ବିଦ୍ଧ କରିବାକୁ ମାତ୍ର ଗୋଟିଏ ସୁଯୋଗ ମିଳେ ଏବଂ ତହିଁରେ ଲେଖକର କ୍ଷେପଣ ଶୈଳୀ ଅପେକ୍ଷା ବର୍ଚ୍ଛାର ବିଦ୍ଧ କରିବାର କ୍ଷମତା ଅଧିକ ଗୁରୁତ୍ୱପୂର୍ଣ୍ଣ। ଲେଖାର ଥିମ୍ ଉପରେ ସେ ବିଶ୍ୱାସ ରଖନ୍ତି, ତେଣୁ ସେ କହନ୍ତି, ମୋର ବଡ଼ କଥା ହେଉଛି ଥିମ୍। ଉପଯୁକ୍ତ ଥିମ୍ ବିନା ଭଲ ଗଳ୍ପ ହେବ ନାହିଁ। ପୁଣି ଥିମ୍ ଭିତରେ ହ୍ୟୁମାନ୍ ଇଲିମେଣ୍ଟ ବଡ଼ କଥା, ଯାହା ଗଳ୍ପକୁ ବଡ଼ କରେ। ଥିମ୍ ନଥାଇ ଭାଷା ଓ ଶୈଳୀର ଯେତେ କଂକ୍ରିଟ୍ ଦେଲେ ବି ତାହା ଭଲ ଗଳ୍ପ ହେବ ନାହିଁ। ମାନବିକତା ନଥିଲେ ଗଳ୍ପ ମଣିଷ ମନକୁ ସ୍ପର୍ଶ କରିବ କାହିଁକି? ପ୍ରକୃତରେ ଶ୍ରୋତାବନ୍ଧୁ, ଆଧୁନିକ ଓଡ଼ିଆ କଥା ସାହିତ୍ୟ କ୍ଷେତ୍ରରେ ମାନବବାଦର ସୁନ୍ଦର ରୂପଟିଏ ଚିତ୍ରିତ କରିଥିବା କୃତବିଦ୍ୟ ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକଙ୍କ ସମ୍ପର୍କରେ ସାମାନ୍ୟ ସୂଚନା ଦେଇ ତାଙ୍କର ଏକ ଗଳ୍ପ ମୁଁ ଆପଣମାନଙ୍କ ନିକଟରେ ଆଜି ବାଢ଼ିଦେବି ବୋଲି ଇଚ୍ଛା କରିଛି। ତାଙ୍କର ପ୍ରଥମ ଗଳ୍ପ ସଂକଳନ ହେଉଛି ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର। 1964 ମସିହାରେ ଏହା ପ୍ରକାଶ ପାଇଥିଲା। ଦ୍ୱିତୀୟ ଗଳ୍ପ ସଂକଳନ ଓ ଅନ୍ଧଗଳି 1979ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ନଦୀର ନାମ ଗଣତନ୍ତ୍ର 1984 ଏବଂ ପ୍ରଥମ ଓ ଶେଷ 1990, ଏହି ଦୁଇଟି ଗଳ୍ପ ସଂକଳନ ଖୁବ୍ ସୁନ୍ଦର ଭାବରେ ପାଠକମାନଙ୍କର ଆଦୃତି ଲାଭ କରିଛି। ଅଖିଳ ମୋହନ ପଟ୍ଟନାୟକଙ୍କର ଗଳ୍ପର ମୁଖ୍ୟ ଥିମ୍ ମଣିଷ, ତା ସହିତ ଈଶ୍ୱରଙ୍କ ନିଷ୍ଠୁର ସୃଷ୍ଟିରେ ମାନବ ନାମକ ପିତୁଳାଟିର ଅସହାୟତା ଏବଂ ମୃତ୍ୟୁର କରୁଣା ବିବର୍ଜିତ ଅନିବାର୍ଯ୍ୟତା, ଏହିସବୁ ଭାବଧର୍ମକୁ ଆଧାର କରିକି ସେ ଲେଖିଥିଲେ ଡିମିରି ଫୁଲ ଗଳ୍ପ। ଏବଂ ଅନ୍ୟ ଏକ ହୃଦୟସ୍ପର୍ଶୀ ଗଳ୍ପ ରୂପନାରାୟଣ ସାହା, ସେଇ ଲୋକଟା ଇତ୍ୟାଦି ତାଙ୍କର ଅତ୍ୟନ୍ତ କାଳଜୟୀ ଗଳ୍ପ ଭିତରେ କାଳଜୟୀ ଗଳ୍ପ ଭାବରେ ଗ୍ରହଣୀୟ। ଆଉ କିଛିଟା ଗଳ୍ପର ନାମ ଆପଣମାନଙ୍କୁ ତାଙ୍କର ମନସ୍ତାତ୍ତ୍ୱିକ ଚିଠି ଭିତରେ ଯାହା ପ୍ରକାଶ ପାଇଥିଲା, ଅଖିଳ ମୋହନଙ୍କର ଆଉ ତିନିଟି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ରହିଛି। ଅନାଗତ ଫାଲ୍ଗୁନ, ଅନ୍ୟ ଦେଶ,
ବାଘରାଣୀ ଖଇରୀ। ଏହି ତିନିଟି ଯାକ ପୁସ୍ତକ ତାଙ୍କ ବିୟୋଗ ପରେ ପ୍ରକାଶିତ, କିନ୍ତୁ ଅନାଗତ ଫାଲ୍ଗୁନ ସମ୍ପର୍କରେ ଏକ ଉଲ୍ଲେଖନୀୟ ବିଷୟ ଭାବରେ ଆମେ ଜାଣୁ ଯେ ଏ ବହିର ଶେଷରେ ଅଖିଳ ମୋହନଙ୍କର ଏକ ହାତଲେଖା ଚିଠି ଅଛି, ଯାହା ପୁସ୍ତକର ଶେଷ ଅଧ୍ୟାୟ ବା ପୃଷ୍ଠବନ୍ଧ। ତେଣୁ ସେଇ ଭୂମିକାଟିକୁ ଆପଣମାନଙ୍କୁ ପଢ଼ିବା ପାଇଁ ମୁଁ ଅନୁରୋଧ କରୁଛି। ଆଜି ଯେହେତୁ ତାଙ୍କର ଏକ ଗଳ୍ପକୁ ଆପଣମାନଙ୍କ ସମ୍ମୁଖରେ ମୁଁ ଉପସ୍ଥାପିତ କରିବି ବୋଲି ମନସ୍ଥ କରିଛି, ବର୍ତ୍ତମାନ ଆମେ ଡିମିରି ଫୁଲ ଗଳ୍ପକୁ ଶ୍ରୋତାବନ୍ଧୁ ଅଖିଳ ମୋହନ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଏକ ସୁନ୍ଦର ଗଳ୍ପ, ଯାହାର ଶୀର୍ଷକ ଡିମିରି ଫୁଲ। ଭଦ୍ରମହିଳା ମୋତେ ପ୍ରଥମରୁ ହିଁ ସଞ୍ଜୟ ବୋଲି ଧରି ନେଇଥିଲେ। ମୋର ସେଥିରେ ପ୍ରତିବାଦ କରିବାକୁ ମଧ୍ୟ ସାହସ ନଥିଲା। ଘଟଣାଟା ପ୍ରଥମରୁ କୁହେ। ମୁଁ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଛାତ୍ର। ପୂଜା ଛୁଟିରେ ବୁଲି ଯାଇଥିଲି ଗୌହାଟୀ। ସେଇଟା ବୋଧହୁଏ ସହରର ଏକ ଅଭିଜାତ ସମ୍ପନ୍ନ ପଡ଼ା ହେବ, କାରଣ ପ୍ରାୟ ଏକ ପ୍ରକାରର ସୁନ୍ଦର ସୁନ୍ଦର ଘର ସବୁ ଧାଡ଼ି ବାନ୍ଧି ରାସ୍ତା କରରେ ଠିଆ ହୋଇଛନ୍ତି। ଏଇ ନୂଆ ନୂଆ ଘରଗୁଡ଼ିକ ଯେ ଆଧୁନିକ ରୁଚି ସମ୍ପନ୍ନ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ବେଳେବେଳେ ଏମାନଙ୍କ ଏକ ପ୍ରକାରର ଗଠନ ପ୍ରଣାଳୀ ଦର୍ଶକ ମନରେ ଏକ କ୍ଳାନ୍ତି ଆଣିଦିଏ। ମନେ ହୁଏ ଏମାନେ ଯେମିତି ରାତାରାତି ବଜାରରେ ବିକ୍ରି ହେଉଥିବା କୌଣସି ପ୍ରାସାଦ ଶୈଳୀ ବହି ଭିତରୁ ଓହ୍ଲେଇ ଆସି ଏଇ ରାସ୍ତା କରରେ ସ୍ଥାବର ହେଇଯାଇଛନ୍ତି। ଘର କହିଲେ ଯେଉଁ ସ୍ୱାତନ୍ତ୍ର୍ୟ କଥାଟା ମନକୁ ଆସେ, ତାହା ଯେପରି ଏକ ଅତିକାୟ ପ୍ରାସାଦ ଗୁଡ଼ିକରେ ଏକାନ୍ତ ଅଭାବ। ସେ ଘରର ଅଧିବାସୀମାନଙ୍କ ସହିତ ମୋର ପରିଚୟ ନଥିବା କଥା। ତେବେ ଘର କଥାଟା ମୋଟେ ମୁଖ୍ୟ କଥା ନୁହଁ। ମୁଁ ମୋର ମୂଳ କଥାକୁ ଫେରିଆସେ। ମୁଁ ରହୁଥାଏ ଏହି ଅଭିଜାତ ପଡ଼ାର ଗୋଟିଏ ହୋଟେଲରେ। ଏକ ପ୍ରାୟ ଆସନ୍ନ ସନ୍ଧ୍ୟାରେ ମୁଁ ପାଦ ଗଣି ଗଣି ସେଇ ରାସ୍ତାରେ ହୋଟେଲରୁ ଫେରୁଛି। ଅକସ୍ମାତ୍ ଆକାଶର ଉତ୍ତର କୋଣରୁ ମେଘ ଘୋଟି ଆସିଲା ଏବଂ ପ୍ରବଳ ବେଗରେ ପବନ ବହିବାକୁ ଆରମ୍ଭ କଲା। ବଡ଼ ବଡ଼ ବର୍ଷା ଟୋପା ପଡ଼ିବାକୁ ଆରମ୍ଭ କରିବାରୁ ମନେ ହେଲା ଆଉ ଅଳ୍ପ ବାଟ ମଧ୍ୟ ଅଗ୍ରସର ହେବା ସମ୍ଭବ ନୁହଁ। ଅଗତ୍ୟା ରାସ୍ତା କରର ନିକଟତମ ଘର ଆଡ଼କୁ ଆଶ୍ରୟ ପାଇଁ ପ୍ରାୟ ଦୌଡ଼ିବାକୁ ଆରମ୍ଭ କଲି। ସାଧାରଣ ସମୟ ହୋଇଥିଲେ ଫାଟକ ଖୋଲିବା ଆଗରୁ ଦରୱାନ ବା ଆଲସେସିଆନ କୁକୁର ଜନିତ ଯେଉଁ ସ୍ୱାଭାବିକ ସଙ୍କୋଚ ବା ଭୟ ଆସୁଥାନ୍ତା, ଆସନ୍ନ ବର୍ଷାର ବୃହତ୍ତର ଆଶଙ୍କାରେ ସେ ସମସ୍ତ କଥା ମୁହୂର୍ତ୍ତକ ପାଇଁ ମଧ୍ୟ ମନକୁ ଆସିଲା ନାହିଁ। ଫାଟକ ଖୋଲି ସମ୍ପୂର୍ଣ୍ଣ ଓଦା ହୋଇଯିବା ପୂର୍ବରୁ ଘରର ବାରଣ୍ଡା ଉପରକୁ ଉଠିଯାଇ ସାମାନ୍ୟ ଆଶ୍ୱସ୍ତ ଅନୁଭବ କଲି। ଘରର ବାରଣ୍ଡାଟି ଏକ ଲୋଭନୀୟ ରୁଚିରେ ସଜା ହୋଇଛି। ମସୃଣ ପ୍ରଶସ୍ତ ମୋଜାଇକ୍ର ମେଜିଆ ଉପରେ ଚାରିଖଣ୍ଡ ବେତବୁଣା ବାସ୍କେଟ୍ ଚୌକି, କାନ୍ଥରେ ପାଲିସ କରା ଶାଗୁଆନ କାଠର ନାମ ଫଳକ ତଳକୁ ଛୋଟ ଗୋଟିଏ ଚିଠି ବାକ୍ସ। ଦକ୍ଷିଣ ପଟର ସିମେଣ୍ଟ ଜାଲି ଉପରେ ଘଞ୍ଚ ରାଧାତମାଳ ଲତା ଲଟେଇ ପଡ଼ିଛି। କିଛି ପୋର୍ସିଲେନ୍ର କୁଣ୍ଡରେ ଛୋଟ ଛୋଟ କେତୋଟି ଦୁଷ୍ପ୍ରାପ୍ୟ କାକ୍ଟସ୍। ବାହାରେ ବର୍ଷାର ତାଣ୍ଡବ ଲାଗିଛି ଅବିରାମ ଓ ମଝିରେ ମଝିରେ ବିଜୁଳି ଆକାଶକୁ ଦୁଇ ଭାଗ କରୁଛି। କିନ୍ତୁ ଆଶ୍ଚର୍ଯ୍ୟ, ଏତେ ବଡ଼ ଘରଟାରେ କେହି ଲୋକ ଥିଲା ପରି ମନେ ହେଉନାହିଁ। ଏହି ପରିସ୍ଥିତିରେ ରେଡ଼ିଓ ବା କାଚ ବାସନର ଶବ୍ଦ ଶୁଣାଯିବା ସଙ୍ଗତ ନହେଲେ ମଧ୍ୟ ଘରର କବାଟ ଝରକା ବନ୍ଦ କରାଯିବା ପାଇଁ ଅନ୍ତତଃ ତତ୍ପରତା ଦେଖାଯିବା ଉଚିତ। କିନ୍ତୁ କିଛି ହେଲେ ଶବ୍ଦ ଶୁଣିବାକୁ ମିଳେନା। ଉତ୍ତାଳ ପବନରେ ସଦର ଦରଜାର ଝିନ ପର୍ଦ୍ଦା କନା ଗୋଡ଼ ହାତ ଲମ୍ବେଇ ଚିତ୍ ହୋଇ ଆନନ୍ଦରେ ଉଡ଼ୁଛି ଏବଂ ତା ଭିତର ଦେଇ ଦେଖି ହେଉଛି ଯେ ଡ୍ରଇଂ ରୁମ୍ର କିଛି ପତ୍ରପତ୍ରିକା ମଧ୍ୟ ଘର ଭିତରେ ଉଡ଼ି ବୁଲୁଛନ୍ତି। ଯେ କେହି ଲୋକ କେବଳ ଶବ୍ଦ ଶୁଣି ମନେ କରନ୍ତା ସେ ଘର ଭିତରେ ଯେପରି ଅନେକ ଗୁଡ଼ିଏ ପାରା ବାହାରକୁ ବାହାରିବାର ନିଷ୍ଫଳ ଚେଷ୍ଟାରେ ଡେଣା ପିଟୁଛନ୍ତି। ନାଚଖାନାର ଆଡ୍ଡାରୁ ଶୁଣାଯାଉଥିବା ବିଭିନ୍ନ ଯନ୍ତ୍ର ସଙ୍ଗୀତର ଉଚ୍ଛୃଙ୍ଖଳ ଐକ୍ୟ ଦାନ ପରି ବର୍ଷା ଝରି ଚାଲିଛି। ଦୂରର ଲାଇଟ୍ ପୋଷ୍ଟ ପାଖରେ ସ୍ପଷ୍ଟ ଦେଖି ହେଉଛି କେମିତି ଗୋଟିଏ ଗୋଟିଏ ଜଳବିନ୍ଦୁ ତଳର ପାଣି ଉପରେ ବର୍ଚ୍ଛାର ଉଜ୍ଜ୍ୱଳ ଫଳକ ପରି ବିଦ୍ଧ ହୋଇ ପରମୁହୂର୍ତ୍ତରେ ରୂପାର ଗୁଣ୍ଡ ପରି ବିଚ୍ଛୁରିତ ହୋଇ ପଡ଼ୁଛନ୍ତି। ଖୁବ୍ ଦ୍ରୁତ ଗତିରେ ଗୋଟାଏ ଅତି ଦୀର୍ଘ କୃଷ୍ଣକାୟ ଲିମୋସିନ୍ ପାର୍ଟିକୋ ତଳକୁ ପଶି ଆସି ବ୍ରେକ୍ ଦେଲା।
ଗାଡ଼ି ପୋର୍ଟିକୋ ତଳେ ନିଶ୍ଚଳ ହୋଇଯିବା ପରେ ମଧ୍ୟ ତାର ଉଜ୍ଜ୍ୱଳ ଆଲୁଅ ଦୁଇଟା ତଥାପି ଜଳୁଥିଲା ଓ ସେଇ ଆଲୁଅ ମୋ ଉପରେ ପଡ଼ି ମୋର ସମସ୍ତ ବ୍ୟକ୍ତିତ୍ୱକୁ ଲାଞ୍ଛିତ କରୁଥିଲା। ପ୍ରତି ମୁହୂର୍ତ୍ତରେ ମୋର ମନେ ହେଲା ମୁଁ ଯେପରି ଜଙ୍ଗଲରେ ପଥଭ୍ରଷ୍ଟ ହୋଇଥିବା ସେଇ କଟୁଆଳ ପୁତ୍ର, ଯିଏ ଏକ ନିଶ୍ଚିତ ଆଶ୍ରୟର ସନ୍ଧାନରେ ପ୍ରତାରିତ ହୋଇ ଦୈତ୍ୟର ଗୁମ୍ଫାରେ ଆଶ୍ରୟ ନେଇଛି। ଆଲୁଅ ଲିଭିଗଲା ଓ ଅନ୍ଧକାର ମୁଖ ବ୍ୟାଦାନ କରି ସମଗ୍ର ପରିବେଶଟିକୁ ମୁହୂର୍ତ୍ତକ ମଧ୍ୟରେ ଗିଳି ନେଲା। ଗାଡ଼ି ଭିତରୁ ଗୋଟିଏ ଉତ୍କଣ୍ଠିତା ନାରୀକଣ୍ଠ ବେଶ ଜୋରରେ କହି ଉଠିଲା, ଆରେ ତମେ ସଞ୍ଜୟ! ଏବଂ ତାପରେ ଯେଉଁ ନାରୀ ଗାଡ଼ିରୁ ଓହ୍ଲେଇ ଆସି ଏକ ମଧୁର ଉଷ୍ମ ଆକର୍ଷଣରେ ମୋତେ ଘର ଭିତରକୁ ନେଇଗଲେ, ତାଙ୍କୁ ମୁଁ ଆଲୁଅରେ ପ୍ରଥମ ଥର ପାଇଁ ଦେଖିଲି। ଭଦ୍ର ମହିଳାଙ୍କର ବୟସ ପ୍ରାୟ 40 ପାଖାପାଖି, କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଅତୁଟ ରଖିବାକୁ ଯେ ସେ ଖୁବ୍ ଯତ୍ନବାନ, ଏଥିରେ ସନ୍ଦେହର ଅବକାଶ ନାହିଁ। ଆଲୋକରେ ଆମେ ଦୁହେଁ ପରସ୍ପରକୁ ଚାହିଁ ରହିଛୁ, ଅଥଚ କାହା ମୁହଁରେ କଥା ନାହିଁ। କିନ୍ତୁ ସେ ଯେ ମୋତେ ସଞ୍ଜୟ ବୋଲି ଭୁଲ କରୁଛନ୍ତି, ଏ କଥାଟା ମୁଁ କେମିତି କହିବି? ସେଇ କଥା ହିଁ ମୁଁ ଚିନ୍ତା କରୁଛି ମନେ ମନେ। ଏବଂ ଠିକ୍ ଏଇ ସମୟରେ ମୋ କଥାକୁ ଅପେକ୍ଷା ନ ରଖି ଆରମ୍ଭ କଲେ ଭଦ୍ରମହିଳା, ତମେ ଏତେ ଟିକେ ବି ବଦଳିନ ସଞ୍ଜୟ। ସେବେ ତମକୁ ଯେମିତି ଦେଖିଥିଲି ତମେ ଠିକ୍ ସେମିତି ଅଛ। ତାପରେ ସେ ପୂଜାରୀକୁ ଡାକି କଫି ପାଇଁ ବରାଦ ଦିଆଗଲା। ମୁଁ ଠିକ୍ ମନେ ରଖିଛି ନା? ତମେ ଚା ଖାଅ ନାହିଁ। ବାପା ମା ମାନେ ପିଲାମାନଙ୍କ କଥା ସବୁ ଠିକ୍ ଠିକ୍ ମନେ ରଖନ୍ତି। କିନ୍ତୁ ତୁମେ କହିଲ ଦେଖି ସଞ୍ଜୟ, ମୁଁ ଚାରେ କେତେ ଚାମଚ ଚିନି ଖାଏ? ଏକ ନିଶ୍ଚିତ ଭୁଲ ଉତ୍ତର ଦେବା ଅପେକ୍ଷା ନୀରବ ରହିବା ଉଚିତ ମନେ କଲି। କିନ୍ତୁ ଏଇ ଅଳ୍ପ ସମୟ ଭିତରେ ଭଦ୍ର ମହିଳାଙ୍କର ଆଖି ଦୁଇଟାକୁ ଏକ ସୁଦୂର ପ୍ରସାରୀ ଉଦାସୀନତା ଗ୍ରାସ କରି ବସିଛି। ସେ କାଉଚ ଉପରେ ସାମାନ୍ୟ ଆଉଜି ପଡ଼ି କହିଲେ, ମୁଁ ଜାଣେ ସଞ୍ଜୟ, ତମର ବୟସରେ ଆମମାନଙ୍କ କଥା ମନେ ରଖିବା ଖୁବ୍ ସ୍ୱାଭାବିକ ନୁହଁ। କିନ୍ତୁ ଏଇ ମଞ୍ଜୁ କଥା ଦେଖ, ସେ ଏମିତି କ'ଣ ବା ରିସର୍ଚ୍ଚ କରୁଛି? ଏଇ 4-5 ବର୍ଷ ଭିତରେ ଥରେ ଆସି ଆମମାନଙ୍କୁ ଦେଖିଯିବାକୁ ତାର କ'ଣ ସମୟ ହେଉନାହିଁ? ଏଇ ତମେ ତ ଆସିଲ। ତାର ବାପା ମୋତେ କହୁଥିଲେ ସେ ତା ପାଇଁ ପ୍ଲେନ୍ ଟିକେଟ୍ ପଠେଇ ଦେଇଛନ୍ତି। କିନ୍ତୁ କାଇଁ? ଛୁଟି ତ ଆରମ୍ଭ ହୋଇ ସରିବାକୁ ବସିଲା, ଆସିଲା ନାହିଁ ତ? ମୁଁ ମୂକ ହୋଇ ବସି ରହିଛି କେବଳ। ଗୋଲକ ଧନ୍ଦା ଜଟିଳରୁ ଜଟିଳତର ହେଇ ଚାଲିଛି। ବାହାରର ବର୍ଷା ନ କମିଲେ ମୋର ଏ ପରିସ୍ଥିତିରୁ ମୁକ୍ତି ପାଇବା ଯେ ଅସମ୍ଭବ, ସେ କଥା ମୁଁ ଅନୁମାନ କରିସାରିଲିଣି। ଭଦ୍ରମହିଳା କହି ଚାଲିଛନ୍ତି, ମଞ୍ଜୁ ତ ଜାଣେ ଯେ ସେ ଏଇ ଆସନ୍ତା ଡିସେମ୍ବରରେ ବିଲାତ ଚାଲିଯିବ। ତାର ବାପା ପ୍ରାୟ ସବୁ ଠିକ୍ କରିସାରିଲେଣି। ତାପରେ ପୁଣି ଯେ କେବେ ଦେଖାହବ ସେ କଥା କିଏ ଜାଣେ? ପିଲାଦିନେ ପାଖରେ ମଞ୍ଜୁ ଥିଲା, ତୁମେ ଥିଲ, ଭାରି ଭଲ ଲାଗୁଥିଲା। କିନ୍ତୁ ପାଠ ପଢ଼ିବାକୁ ଯାଇ ଏତେଟା ନିଜର ଲୋକମାନଙ୍କ ଠାରୁ ଦୂରେଇ ଯିବା ଠିକ୍ ନୁହେଁ। ଭଦ୍ର ମହିଳାଙ୍କ କଣ୍ଠସ୍ୱର ଓ ଦୃଷ୍ଟି କଠିନ ହୋଇ ଆସିଲା। ମୁଁ ମଞ୍ଜୁର ଟଙ୍କା ବନ୍ଦ କରିଦେଇ ତାକୁ ଯେକୌଣସି ମୁହୂର୍ତ୍ତରେ ଆସିବାକୁ ବାଧ୍ୟ କରିପାରନ୍ତି। କିନ୍ତୁ ସଞ୍ଜୟ, ମା ହୋଇ ତା ତ କରାଯାଏ ନା। ବର୍ଷାର ବେଗ ସାମାନ୍ୟ କମିଛି। କର୍ଣ୍ଣିସ୍ରେ ଲାଗି ରହିଥିବା ଟୋପା ଟୋପା ପାଣି ଟପ୍ ଟପ୍ ହୋଇ ତଳକୁ ପଡ଼ିବାର ଶବ୍ଦ ସ୍ପଷ୍ଟ ଶୁଣି ହେଉଛି। ମୋ ଘଣ୍ଟାକୁ ବାରମ୍ବାର ଦେଖି ଉଠିବାର ସୂଚନା ଦେଲି ଓ କହିଲି ଯେ ମୋର ଜଣେ ବନ୍ଧୁଙ୍କ ସହିତ ଆପଏଣ୍ଟମେଣ୍ଟ ଥିବାରୁ ମୁଁ ଶୀଘ୍ର ଚାଲିଯିବାକୁ ବାଧ୍ୟ ହେଉଛି। ଆସିଲା ବେଳେ ଭଦ୍ରମହିଳା ମୋର ଠିକଣା ପଚାରିଲେ ଓ ମୁଁ କହିଲି ଯେ ମୁଁ ଏଇ ମୋଡ଼ ଉପରେ ଟି ଭ୍ୟୁ ହୋଟେଲର 24 ନମ୍ବର ରୁମ୍ରେ ଆସି ଓହ୍ଲେଇଛି। ଭଦ୍ରମହିଳା ବୋଧହୁଏ ଆଉ କ'ଣ କହିବାକୁ ଯାଉଥିଲେ, କିନ୍ତୁ ମୁଁ ସେତେବେଳେ ପାହାଚ ତଳକୁ ଓହ୍ଲେଇ ସାରିଥିଲି। ଭଦ୍ରମହିଳା ପୁଣି ଥରେ ବାଧା ଦେଲେ, ନା, ତମେ ଏ ବର୍ଷା ପାଣିରେ ଚାଲିକରି ଯିବ ନାହିଁ ସଞ୍ଜୟ। ତାଙ୍କର କଣ୍ଠରେ ଆଦେଶର ସ୍ୱର ବ୍ୟଞ୍ଜନା। ଗାଡ଼ିରେ ବସ, ସୋଫର ତମକୁ ନେଇ ଛାଡ଼ି ଦେଇ ଆସିବ। ଆଉ ତା ଛଡ଼ା ସେ ତମ ହୋଟେଲଟା ମଧ୍ୟ ଦେଖି ଆସିବ। ଅଗତ୍ୟା ଗାଡ଼ିରେ ବସିଲି ଏବଂ ଗାଡ଼ିରେ ଯେତେ ସମୟ ବସିଥିଲି ଭଦ୍ରମହିଳା କିମ୍ବା ତାଙ୍କର ପରିବାର ବିଷୟରେ ମୋର ସମସ୍ତ କୌତୂହଳ ଅତି କଷ୍ଟରେ ଦମନ କରିଥିଲି। ତାର ଦିନ ହୋଟେଲର ବେହେରା ସକାଳୁ ଆସି ଚାର ସରଞ୍ଜାମ ମୋର ଖଟ ପାଖରେ ରଖିଦେଇ ଯାଇଛି ଏବଂ ଠିକ୍ ଏତିକି ବେଳେ ଶୁଣିଲି ଜଣେ ଭଦ୍ରଲୋକ କବାଟରେ ଠକ୍ ଠକ୍ କରି ସୂଚନା ଦେଉଛନ୍ତି, ମୁଁ ଭିତରକୁ ଆସିପାରେ? ନିଜର ପରିଧେୟ ସାମାନ୍ୟ ସଂଯତ କରିନେଇ କହିଲି, ଆସନ୍ତୁ। ଘର ଭିତରକୁ ପଶି ଆସିଲେ ଜଣେ ପ୍ରୌଢ଼ ଭଦ୍ରଲୋକ। ଦେଖିଲେ ମନେ ହେବ ଯେପରି କୌଣସି ଦାରୁଣ ଦୁଃଖର ଆଘାତରେ ତାଙ୍କର ବୟସ ଅଯଥା ଆଗେଇ ଯାଇଛି ଅନେକ ବର୍ଷ।
ଦେହର ଧୋତି ପଞ୍ଜାବୀ ଓ ହାତର ବାଡ଼ି ଏକ ସୁସ୍ପଷ୍ଟ ଆଭିଜାତ୍ୟର ସୂଚନା ଦିଏ। ଭଦ୍ରଲୋକ ମୋଟା ଲେନ୍ସର ଚଷମାଟିକୁ ଆଖିରୁ କାଢ଼ି ଆଣି ରୁମାଲରେ ଥରେ ଦୁଇଥର ପୋଛି ନେଇ ପୁଣି ଥରେ ଆଖିରେ ଦେଲେ ଓ ଚୌକି ଉପରେ ବାଡ଼ିଟିକୁ ଆଉଜେଇ ଦେଇ ଆଉ ଥରେ ଭଲ ଭାବରେ ଦେଖିନେଲେ ମୋତେ। ମୁଁ ତାଙ୍କୁ ଚୌକିରେ ବସିବା ଲାଗି ଇଙ୍ଗିତ ଦେଲି। ଚୌକିରେ ବସୁ ବସୁ ଭଦ୍ରଲୋକ କହିଲେ, ମୁଁ ଠିକ୍ ଜାଣିଥିଲି ଯେ ମୋର ସ୍ତ୍ରୀ ଏକ ମସ୍ତ ବଡ଼ ଭୁଲ କରୁଛନ୍ତି। ହଁ, ତମେ କାଲି ସନ୍ଧ୍ୟାରେ ଯେଉଁ ବଙ୍ଗଳାରେ ବର୍ଷା ବେଳେ ଆଶ୍ରୟ ନେଇଥିଲ, ସେଟା ମୋର ଘର ଓ ସେ ମୋ ସ୍ତ୍ରୀ। ଆଜି ସକାଳେ ସେ ମୋତେ ପ୍ରାୟ ଜୋର କଟି ପଠେଇଲେ। ସେ ସ୍ଥିର ନିଶ୍ଚିତ ଯେ ତମେ ହେଉଛ ସଞ୍ଜୟ। ମୁଁ କ୍ଷମା ମାଗିବାର ଭଙ୍ଗୀରେ କହିଲି, ଦେଖନ୍ତୁ, ମୋ ନାଁ ଅଶୋକ। ମୁଁ କାଲି ସନ୍ଧ୍ୟାରେ ପରିସ୍ଥିତି ପାଇଁ ସତରେ ଲଜ୍ଜିତ, କିନ୍ତୁ କେଜାଣି କାହିଁକି ଆପଣଙ୍କର ସ୍ତ୍ରୀଙ୍କର ସ୍ନେହର ଆତିଶଯ୍ୟରେ ମୁଁ ମୁହଁ ଖୋଲି କହିପାରିଲି ନାହିଁ ଯେ ମୁଁ ସଞ୍ଜୟ ନୁହେଁ। ଭଦ୍ରଲୋକ କହିଲେ, ମୁଁ ମାନୁଛି ସଞ୍ଜୟର ଗଠନ ସହିତ ତମର ଅନେକ ଆଶ୍ଚର୍ଯ୍ୟ ସାମଞ୍ଜସ୍ୟ ଅଛି। ଖୁବ୍ ନିରୀକ୍ଷଣ କରି ଦେଖିଲେ ହୁଏତ ଜାଣିହେବ ତମେ ସଞ୍ଜୟ ନୁହଁ। ତେବେ ଏଥିରେ ତମର କ୍ଷମା ମାଗିବା ବା ଲଜ୍ଜିତ ହେବାର କୌଣସି କାରଣ ନାହିଁ। ଅଶୋକ, ଏଟା ନିୟତିର ଏକ ନିଷ୍ଠୁର ପରିହାସ। ଦିନେ ମୋର ଝିଅ ମଞ୍ଜୁଶ୍ରୀ ସହିତ ସଞ୍ଜୟର ବିବାହ ପ୍ରାୟ ସ୍ଥିର ହୋଇଯାଇଥିଲା, କିନ୍ତୁ ତା ତ ଆଉ ସମ୍ଭବ ହେଲା ନାହିଁ। ଭଦ୍ରଲୋକଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା ଓ ସେ ସ୍ଥିର ଚକ୍ଷୁରେ ଟିପୟର ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁକୁ ଚାହିଁ ବସି ରହିଲେ। ମୁଁ ୟା ଭିତରେ କପେ ଚା ତିଆରି କରି ଭଦ୍ରଲୋକ ଆଡ଼କୁ ଆଗେଇ ଦେଲି। ଠିକ୍ ପୂର୍ବପରି ଅନ୍ୟମନସ୍କ ଭାବରେ ଚା କପ୍କୁ ଓଠ ପାଖକୁ ନଉ ନଉ ସେ କହିଲେ, ସେ କଥା ତମକୁ କହି ଲାଭ ନାହିଁ। ତେବେ ଅନେକ ଦିନ ପରେ ମୁଁ ମୋର ସ୍ତ୍ରୀକୁ କାଲି ରାତିରେ ପ୍ରକୃତରେ ଖୁସି ହେବାର ଦେଖିଲି। ସେ ତମକୁ ଦେଖି ଭାବୁଛନ୍ତି ଯେ ତାଙ୍କର ଏକମାତ୍ର ସ୍ୱପ୍ନ ସାର୍ଥକ ହେବାକୁ ଯାଉଛି। ମୁଁ ତାଙ୍କର ଭୁଲ ଭାଙ୍ଗିଦେବାକୁ ଚାହେଁନା। ଏକ ନିରପରାଧ ଭ୍ରମର ବିନିମୟରେ ଯଦି ସେ ତାଙ୍କର ଅବଶିଷ୍ଟ ଜୀବନ ଆନନ୍ଦରେ କଟାଇ ପାରନ୍ତି, ତାହେଲେ ତାଠାରୁ ଆଉ ଅଧିକ କ'ଣ ହେଇପାରେ? ଏତିକି କହି ଭଦ୍ରବ୍ୟକ୍ତି ପୁଣି ଥରେ ନୀରବ ହେଲେ। ସେ ଯେପରି ସମସ୍ତ କଥା କେବଳ ମନେ ମନେ ନିଜକୁ ହିଁ କହୁଥିଲେ। ଆଖିରୁ ମୋଟା ଲେନ୍ସର ଚଷମାଟା କାଢ଼ି ନେଇ ରୁମାଲରେ ଆଖି ପୋଛୁ ପୋଛୁ ସେ ପୁଣି ଆରମ୍ଭ କଲେ, ତମେ ବୟସରେ ମୋ ପୁଅ ପରି। ତମକୁ ମୁଁ ଅଶୋକ ବୋଲି, ନା ନା, ଭୁଲ କହିଲି, ତମକୁ ମୁଁ ସଞ୍ଜୟ ବୋଲି ହିଁ ଡାକିବି। କୌଣସି ଅସତର୍କ ମୁହୂର୍ତ୍ତରେ ଧରା ପଡ଼ିଯାଇ ମୁଁ ମୋ ସ୍ତ୍ରୀଙ୍କର ମଧୁର ଭ୍ରମ ଭାଙ୍ଗିଦେବାକୁ ଚାହେଁନା। ଶୁଣ ସଞ୍ଜୟ, ଆଜିଠାରୁ ଏ ପରିବାରରେ ତମର ଏକମାତ୍ର ପରିଚୟ ସଞ୍ଜୟ। ଆଉ ତମ ପାଖରେ ମୋର ଗୋଟିଏ ମାତ୍ର ଭିକ୍ଷା, ଭିକ୍ଷା ନୁହେଁ, ଦାବୀ। ତମକୁ ମଝିରେ ମଝିରେ ଆସିବାକୁ ପଡ଼ିବ ଏଠିକି। ମୋର ଅର୍ଥର ଅଭାବ କେବେ ନଥିଲା, ଏବେ ବି ନାହିଁ। ତେବେ ଯାହା ଅଭାବ ରହିଯାଇଛି ତାକୁ କେବଳ ତମେ ହିଁ ପୂରଣ କରିପାରିବ। ଭଦ୍ରବ୍ୟକ୍ତିଙ୍କ ସ୍ୱରର କାତରତା ବର୍ଣ୍ଣନାର ଅତୀତ। ତମେ କଥା ଦିଅ ସଞ୍ଜୟ, ତମର ସମସ୍ତ ଅସୁବିଧା ସତ୍ତ୍ୱେ ବି ତମେ ମଝିରେ ମଝିରେ ଆସି ସଞ୍ଜୟର ଅଭିନୟ କରିଯିବ। ମୁଁ ସତରେ ବିଚଳିତ ହୋଇ ପଡ଼ିଥିଲି। କହିଲି, ମୁଁ କଥା ଦେଉଛି ଆସିବି, ଆପଣ ନିଶ୍ଚିନ୍ତ ରହିପାରନ୍ତି। ଭଦ୍ରଲୋକଙ୍କ ଛାତି ଉପରୁ ଗୋଟେ ମସ୍ତ ଓଜନଦାର ପଥର ଓହ୍ଲାଇଗଲା ଯେମିତି। ହଁ, ମୁଁ ଶୁଣିଲି ତମେ ଆଜି ସନ୍ଧ୍ୟା ପ୍ଲେନ୍ରେ ଦିଲ୍ଲୀ ଯାଉଛ। ମୋର ସ୍ତ୍ରୀ ମଞ୍ଜୁଶ୍ରୀ ପାଇଁ କିଛି ଜିନିଷ ପଠେଇବ, ଆଉ ଦୁଇ ଜଣ ଯାକ ଏୟାରପୋର୍ଟରେ ତମକୁ ଦେଖା କରିବୁ। ଆଉ ତମର ସମୟ ନଷ୍ଟ କରିବି ନାହିଁ, ମୁଁ ଚାଲିଲି। ଭଦ୍ରଲୋକଙ୍କୁ କିଛି ବାଟ ପଳେଇ ଦେଇ ମୁଁ ମୋର ରୁମ୍କୁ ଫେରିଲି। ଏୟାରପୋର୍ଟ ଲାଉଞ୍ଜରେ ଇତସ୍ତତ ହୋଇ ମନେ ମନେ ଏହି ରହସ୍ୟମୟ ଦମ୍ପତିକୁ ମୁଁ ଖୋଜୁଥିଲି। ହଠାତ୍ ଦେଖିଲି ଭଦ୍ରଲୋକ ମୋ କାନ୍ଧ ଉପରେ ମୃଦୁ ଚାପ ଦେଇ କହୁଛନ୍ତି, ହ୍ୟାଲୋ ସଞ୍ଜୟ। ଚମକି ପଡ଼ିଲି। ଦେଖିଲି ତାଙ୍କର ବାହୁଲଗ୍ନ ହୋଇ ଠିଆ ହୋଇଛନ୍ତି ବିଗତ ରାତ୍ରିର ସେଇ ସ୍ନେହମୟୀ ନାରୀ ମୂର୍ତ୍ତି, ଭଦ୍ରମହିଳା। ଗୋଟେ ସୁନ୍ଦର ପ୍ୟାକେଟ୍ ମୋ ହାତକୁ ବଢ଼େଇ ଦେଇ ସୁନ୍ଦର ଇଂରାଜୀରେ କହିଲେ, ଦିସ୍ ଇଜ୍ ଫର୍ ମଞ୍ଜୁ, ମାଇଣ୍ଡ ଦି ଟ୍ରବଲ୍। ମୁଁ ସମୟ ହୋଇ ତାଙ୍କ ହାତରୁ ତାକୁ ଗ୍ରହଣ କଲି। ପ୍ୟାକେଟ୍ ଉପରେ ଫେଲ୍ ପେନ୍ସିଲରେ ବଡ଼ ବଡ଼ ଆଞ୍ଚୁଡ଼ା ଅକ୍ଷରରେ କେବଳ ଦୁଇଟା ଅକ୍ଷର ଲେଖାଯାଇଛି, ମଞ୍ଜୁ। ଧାତବ କଣ୍ଠରେ ମାଇକ୍ ପାସେଞ୍ଜରମାନଙ୍କୁ ପ୍ଲେନ୍କୁ ଯିବାକୁ ଅନୁରୋଧ କଲା।
ଭଦ୍ରମହିଳା ମୋର ବାଁ ହାତ ଉପରେ ତାଙ୍କର ପାପୁଲିର ମୃଦୁ ଚାପ ଗୁଳା କରିନେଲେ। ମୁଁ ଭଦ୍ରଲୋକଙ୍କୁ ସାମାନ୍ୟ ଦୂରକୁ ଡାକି ନେଇ ଆସ୍ତେ ପଚାରିଲି, ଦେଖନ୍ତୁ, ମୁଁ ତ ମଞ୍ଜୁ ଦେବୀଙ୍କ ଠିକଣା ଜାଣେ ନା। ପ୍ୟାକେଟ ଉପରେ ଲେଖିଦେଲେ ସୁବିଧା ହୁଅନ୍ତା। ମନୁଷ୍ୟର ଆଖି ଏପରି ସ୍ଥିର ନିର୍ଜୀବ ହୋଇଯିବାର ଆଗରୁ କେବେ ଦେଖି ନାହିଁ, ଠିକ୍ କାଚର ଆଖି ପରି। ତାପରେ ଗୋଟିଏ ପ୍ରଚଣ୍ଡ ଅଟ୍ଟହାସ୍ୟର ନୀରବ ଇଙ୍ଗିତରେ ତାଙ୍କର ପ୍ରୌଢ଼ ଶରୀରଟି ଦୋହଲିଗଲା ଦୁଇଥର। ସେ ମୋର କାନର ଆହୁରି ପାଖକୁ ମୁହଁ ଆଣି ଦାନ୍ତ ଚିପି ଚିପି କହିଲେ, ମଞ୍ଜୁର ଠିକଣା ମୁଁ ମଧ୍ୟ ଜାଣେ ନା। ମୋର ସ୍ତ୍ରୀଙ୍କର ମସ୍ତିଷ୍କ ବିକୃତି ହେବା ପରେ ପରେ ସେ ଆଜିକି ବହୁ ବର୍ଷ ତଳେ ବ୍ରେନ୍ ଆକ୍ସିଡେଣ୍ଟରେ ମରିଯାଏ। ମଞ୍ଜୁର ଠିକଣା ମୁଁ ମଧ୍ୟ ଜାଣେ ନା। ମୋର ସ୍ତ୍ରୀଙ୍କର ମସ୍ତିଷ୍କ ବିକୃତି ହେବା ପରେ ପରେ ସେ ଆଜିକି ବହୁ ବର୍ଷ ତଳେ ଟ୍ରେନ୍ ଆକ୍ସିଡେଣ୍ଟରେ ମରିଯାଏ। ସେ ସମ୍ବାଦ ମୋର ସ୍ତ୍ରୀଙ୍କୁ ଆଜି ଯାଏ ଦିଆଯାଏ ନାହିଁ। ସେତେବେଳେ ମଞ୍ଜୁ ପଢ଼ୁଥିଲା 3rd ଇୟରରେ। ତେଣୁ ଆଜି 3 ବର୍ଷ ପରେ ସେ ରିସର୍ଚ୍ଚ କରିବାକୁ ବାଧ୍ୟ ଓ ତାପରେ ତାକୁ ବିଲାତ ଯିବାକୁ ପଡ଼ିବ ଆହୁରି ଗବେଷଣା କରିବାକୁ। ପ୍ଲେନ୍ର ପ୍ରପେଲର ପ୍ରଚଣ୍ଡ ଶବ୍ଦ ଘୁରିବାକୁ ଆରମ୍ଭ କଲାଣି। ମାଇକ୍ର ସେଇ ଧାତବ କଣ୍ଠ ତୁହାକୁ ତୁହା ମୋ ନାଁ ଧରି ଡାକୁଛି। ମୁଁ ତରତରରେ ପ୍ଲେନ୍ର ସିଡ଼ି ଉପରକୁ ଉଠିଗଲି। ସିଡ଼ିର ମଝିରେ ଆଉ ଥରେ ମୁହଁ ଫେରେଇ ଚାହିଁଲି। ସେମାନେ ମୋତେ ହାତ ହଲେଇ ବିଦାୟ ଦେଉଥିଲେ। ମୋର ମନେ ହେଲା, ଭଗବାନଙ୍କର ନିଷ୍ଠୁର ସୃଷ୍ଟିର 2ଟି ନିଃସଙ୍ଗ ଅଭିଶପ୍ତ ମନୁଷ୍ୟ ପିତୁଳା ଆକାଶକୁ ହାତ ତୋଳି ନାଚୁଛନ୍ତି। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ କଥାଶିଳ୍ପୀ ଅଖିଳ ମୋହନ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଗଳ୍ପ, ଯାହାର ଶୀର୍ଷକ ଥିଲା ଡିମିରି ଫୁଲ। ଅଡ଼ିଓଟି କେମିତି ଲାଗିଲା? ଆପଣମାନଙ୍କର ମତ ଓ ମନ୍ତବ୍ୟ ଅପେକ୍ଷାରେ ରହିଲି। ଧନ୍ୟବାଦ।